ନମସ୍କାର ସମସ୍ତ ଦର୍ଶକ ବନ୍ଧୁମାନଙ୍କୁ। ତ ଆଜି ପ୍ରାୟ 12ଟା ହେଲାଣି ଆଉ ମୁଁ ଆମ ଛାତରେ ବସିକି ବଢ଼ିଟା ଛାତରେ ଶୁକା ହେଇଥିଲା। ଘଟଣା ହେଇଛି ଏଇଆ କି ଆମର ଏଇଲା ଛାତ ଖରା ଯେତେ ଜଳା ପଡ଼ିଛି। ଘଟଣା ଏଇଆ ହେଇଛି କି ମାଙ୍କଡ଼ ପ୍ରବଳ ଚାରିପଟରେ ବୁଲୁଥିଲେ ନେଇ ମୁଁ ମୋ ଛାତରେ ବସି ଦେଇଛି। ମୁଁ କ'ଣ କରିବି ବର୍ତ୍ତମାନ ମୁଁ ଏଇଠି ଛାତରେ ବସିଛି। ସେଠି ଆମର ବଡ଼ି ଶୁଖୁଛି। ଆଉ ଗୋଟେ ଜିନିଷ ହେଉଛି ଏଇଠି ଆମର ଦେଖିଥିବେ ଆମର ହଳଦୀ ଶୁଖୁଛି ହଳଦୀ ଠିକ୍ ଅଛି। ଆଉ ତ ବଢ଼ି ଆଉ ହଳଦୀ ଜଗିଛି ନହେଲେ ମାଙ୍କଡ଼ ମାନେ ଚାକୁ ଚାକୁ କରି ଖାଇଦେବେ। ନହେଲେ ମୁଁ ଘରେ ପେଟେଇବା ଲୋକ ବୁଝିଲେ କି। ଆଉ ଚାରିପାଖରେ ଲୁକି ଚାଲି ଅଛି ପ୍ରବଳ ଜୋରେ ଖରା ଯେହେତୁ ଦେହରୁ ଝାଳ ଗମ୍ ଗମ୍ ହେଇ ବାହାରି ପଡ଼ୁଛି। ମୁଁ କ'ଣ କହିବି ଆଉ ଆପଣ ଆମ ଛାତର ଲୁକ୍ ଦେଖନ୍ତୁ। ଆଉ ଏଇଠି ଆମର ଦେଖୁଥିବେ ଆମର ଗୋଡ଼ି ଥୁଆ ହେଇଛି ଠିକ୍ ଅଛି। ଆପଣ ଭାବୁଥିବେ ଗୋଡ଼ି କାହିଁ ଥୁଆ ହେଇଛି, ଗୋଡ଼ି ଆମର ଘର କାମ ପାଇଁ ଥୁଆ ହେଇଛି। ଆଉ ଏଇଟା ଚାରିପାଖରେ ଲୁଚି ଆଉ ଆଗରେ ଆମର ବରଗଛ ଓସ୍ତ ଗଛ ଅଛି ଏଗୁଡ଼ା କିଛି। ଆପଣ ଭାବୁଥିବେ ଏଇଠି ଗୋଟେ କି ଗଛ ଅଛି, ଏଇଟା ହେଉଛି ପିଜୁଳି ଗଛଟା। ତା ପାଖକୁ ଟିକେ ଲାଗିକି ଅଛି ଆମର ସେଟା କି ଗଛ କୋଉ ଗଛ ସେଟା କ'ଣ ହେଟା ଶାଗୁଆନ ନା କି ଗୋଟେ କୁହନ୍ତି ସେଇ ଗଛ ମୁଁ ଭଲସେ ଜାଣିନି। ହଉ ମୁଁ ରଖୁଛି ପୁଣି ଦେଖା ଆଉ ଟିକେ ପରେ ହେଲା।